ସାର୍ ବର୍ତ୍ତମାନ ଯାହା ଦେଖାଯାଉଛି ବିଜେଡିର ଗଡ଼ ଭାଙ୍ଗୁଛି ଭଦ୍ରକରେ ଏହାକୁ ନେଇ କଣ ମତ ରଖିବେ ସାର୍? ଏତେ ଅଳ୍ପ ଦିନ ଭିତରେ ଏତେ ନେତା ଦଳ ଛାଡୁଛନ୍ତି। ହଁ ହଁ ଦେଖନ୍ତୁ ଗୋଟେ ବଡ କଥା ତ ଏକରେ ବିଜେଡି ହେଉଛି ମନମୋହନ ସାମଲଙ୍କର ନିଜର ଜିଲ୍ଲା ଏକରେ ବିଜେପିର ସେଇଟା ଯେତେ ବଡ କଥା ନୁହେଁ। ଅସଲ କଥା ହେଉଛି ବିଜେଡି ଭିତରେ ଆଉ ଧୀରେ ଧୀରେ ଶୃଙ୍ଖଳା କମି ଯାଉଛି। ବିଜେଡି ହାତରେ ଜିଲ୍ଲା ପରିଷଦ ପଞ୍ଚାୟତ ପରିଷଦ ପୌର ପରିଷଦ ବହୁତ ଅଛି, କିନ୍ତୁ ଏଇ ସବୁ ବ୍ୟବସ୍ଥା ସୃଷ୍ଟି ହେଇଥିଲା ରାଜ୍ୟରେ ଯେତେବେଳେ ଦଳ କ୍ଷମତାରେ ଥିଲା। ଦଳଟାର କୌଣସି ଦେଖିବେ ସେପରି କୌଣସି ନୀତି ବା ଆଦର୍ଶ ନାହିଁ। ଗୋଟେ କ୍ଷମତା ସିନା ଦଳ ଭାବରେ ଏମାନେ ସମ୍ପ୍ରସାରଣ କରିଥିଲେ। ବର୍ତ୍ତମାନ କ୍ଷମତା ଚାଲିଗଲା। କ୍ଷମତା ଚାଲିଯିବା ସହିତ ତାପରେ ଦଳ ପାଇଁ ଏକମାତ୍ର ସମ୍ବଳ ଥିଲେ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକଙ୍କ ସମ୍ବଳ ମଧ୍ୟ ଦୁର୍ବଳ ହେଉଛି। ସେ ଖାଲି ଅସୁସ୍ଥ ହେଉନାହାନ୍ତି, ତାଙ୍କର ଆକର୍ଷଣକାରୀ ଶକ୍ତି ମଧ୍ୟ କମୁଛି। ତାହା ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ପ୍ରମାଣିତ ମଧ୍ୟ ହେଲା। ଏହାପରେ ଏଇ ଦଳର ଯେଉଁମାନେ ଅଛନ୍ତି ଚାରିଆଡ଼େ ସେମାନଙ୍କ ଭିତରେ ନିଶ୍ଚିତ ହେଉଛି ଯେ ଏଇ ଦଳକୁ ଭିତ୍ତି କରିକି ସେମାନେ ପୁଣି ଆଗାମୀ ପଞ୍ଚାୟତ ନିର୍ବାଚନ ଲଢ଼ିବେ। ତାପରୁ କ'ଣ କରିବେ? ରାଜନୈତିକ କ୍ୟାରିୟର ଯେଉଁମାନେ କରୁଛନ୍ତି ସେମାନେ ଚିନ୍ତିତ ହେବା ସ୍ୱାଭାବିକ। ଅପରପକ୍ଷରେ ମନେ ରଖିଥାନ୍ତୁ ବିଜେପି ମଧ୍ୟ ଆଗ୍ରହୀ ଯେ ସର୍ବାଧିକ ଯେତେ ପରିମାଣର ତୃଣ ସ୍ତରର ନେତାଙ୍କୁ ବିଜେଡିରେ ଅଣାଯାଇପାରିବ। କାରଣ ବିଜେଡି ରାଜ୍ୟରେ କ୍ଷମତା ପାଇଥିଲେ ମଧ୍ୟ ଏହାର ତୃଣ ସ୍ତର ସଂଗଠନ ଏବେ ବି ସୁଦୃଢ଼ ନୁହେଁ। ଆପଣ ନିକଟରେ ଦେଖିଥିବେ ଧର୍ମେନ୍ଦ୍ର ପ୍ରଧାନ ଯେତେବେଳେ ଆସିଥିଲେ ତାଳଚେର ପୌର ପରିଷଦର ଯେଉଁ ପରିବର୍ତ୍ତନ ହେଲା ଆପଣ ଲକ୍ଷ୍ୟ କରିଛନ୍ତି। ତେଣୁ ହେଇପାରେ ମନମୋହନ ସାମଙ୍କ ଗଡ଼ ଏଇଟା। ସିଏ ତାଙ୍କର 2017 ପଞ୍ଚାୟତ ନିର୍ବାଚନ ପୂର୍ବରୁ ସେମାନେ ତୃଣ ସ୍ତରରେ ଦଳର ସମ୍ପ୍ରସାରଣ କରିବାକୁ ଚାହୁଁଛନ୍ତି। ସେମାନେ ମଧ୍ୟ ଆଗ୍ରହୀ। ଆପଣ ତାକୁ ଅପରେସନ ଲୋଟସ୍ କହିପାରନ୍ତି, ଯାହା କହିପାରନ୍ତି, ସେ ଲକ୍ଷ୍ୟ ତାଙ୍କୁ ହାସଲ କରିବାକୁ ପଡ଼ିବ। ସେଇ ଲକ୍ଷ୍ୟରେ କରୁଛନ୍ତି। ୟାରେ ବିଜେଡିରେ ଶୃଙ୍ଖଳା ଆଉ ନାହିଁ। ଆଙ୍କର ରାଜ୍ୟସ୍ତରୀୟ ନେତୃତ୍ୱର ଆକର୍ଷଣ କମିଯାଇଛି ଏବଂ ଜିଲ୍ଲା ସ୍ତରରେ ନେତୃତ୍ୱ ମାନେ ଏସବୁ ଜିନିଷକୁ ସମନ୍ୱୟ ରକ୍ଷା କରିପାରୁନାହାନ୍ତି। ଦଳ ଭିତରେ ବିଭାଜନ ଦେଖନ୍ତୁ ମହନ୍ତରେ ଇଏରେ ତାଙ୍କ ନିଜ ନିଜ ଭିତରେ ପରସ୍ପର ବିରୁଦ୍ଧରେ ବିବାଦ ବିଭାଜନ ମଧ୍ୟ ବି ସୃଷ୍ଟି ହେଇଗଲାଣି। ଆକୁ ଶୃଙ୍ଖଳା ରକ୍ଷା କରିବା ପାଇଁ ଦଳୀୟ ନେତୃତ୍ୱର ଆଉ ସେଭଳି ଶକ୍ତି ବି ନାହିଁ। କ୍ଷମତା ତ ନାହିଁ, ଆଉ ଶକ୍ତି ଆସିବ କୋଉଠୁ? ଆଗରୁ ଅନ୍ୟମାନେ ଭୟ କରୁଥିଲେ, କ୍ଷମତା ଥିଲା, କେହି ସାହସ କରୁନଥିଲେ, କିନ୍ତୁ ବର୍ତ୍ତମାନ ସେଇଟା ନାହିଁ। ତେଣୁ ଏଇ ଉଭୟଟାକୁ ଯଦି ଦେଖିବେ ଆପଣ, ଗୋଟେ ପକ୍ଷରେ ବିଜେପିର ଉଦ୍ୟମ, ବିଜେପି ଚାହୁଁଛି ତାର ତୃଣ ସ୍ତର ଶକ୍ତି ସମ୍ପ୍ରସାରିତ ହେବ ଏବଂ ଅପରପକ୍ଷରେ ବିଜେଡି ଭିତରେ ଯେଉଁ ବିଶୃଙ୍ଖଳା ଦେଖାଗଲାଣି, ବିଜେଡି ନେତୃତ୍ୱର ଆକର୍ଷଣ କମିଯାଉଛି, କ୍ଷମତାରେ ନାହାନ୍ତି। ସବୁଠୁ ବଡ଼ କଥା ହେଉଛି ଯେଉଁ ଆକୁ ନେଇକି ପତିଆରାକୁ ନେଇକି ତିଷ୍ଠି ଥିଲେ ନବୀନ ପଟ୍ଟନାୟକଙ୍କର ଆକର୍ଷଣ ଜନ ଆକର୍ଷଣକାରୀ ଶକ୍ତି ତାହା ମଧ୍ୟ କମିଛି। ଜିଲ୍ଲା ଗୁଡ଼ିକରେ ବର୍ତ୍ତମାନ ସଂଗଠନକୁ ସୁଦୃଢ଼ କେମିତି କରିବେ? 30ଟା ଜିଲ୍ଲା ପରିଷଦ ତାଙ୍କ ହାତରେ ଅଛି। ଏଗୁଡ଼ାକ 2017 ପୂର୍ବରୁ କେତେ ଆଧରୁ ଏପଟ ସେପଟ ହେବ କହିବା ମୁସ୍କିଲ। ଆଉ ବିଜେଡିର ଯେଉଁ ଗଡ଼ ଭାଙ୍ଗିବା ସଂଗଠନ ଦୁର୍ବଳ ହେବା ପ୍ରକ୍ରିୟା ଗୋଟେ ଆରମ୍ଭ ହୋଇଯାଇଛି ବୋଲି ମୁଁ କହିବି। ଏଇଟା କେଉଁ ଜାଗା ପହଞ୍ଚିବ 2017 ସୁଦ୍ଧା ମୁଁ ଜାଣିନି, କିନ୍ତୁ ଏ ପ୍ରକ୍ରିୟା ଆରମ୍ଭ ହୋଇଛି। ଆକୁ କେବଳ ରକ୍ଷା କରିପାରିବେ ଯଦି ଦଳକୁ ଗୋଟେ ଆଦର୍ଶ ଭିତ୍ତିରେ ସଜାଡ଼ିବା ପାଇଁ ଉପର ସ୍ତରରୁ ତଳ ସ୍ତର ପର୍ଯ୍ୟନ୍ତ ହେବ। ଉପର ସ୍ତରରେ ଉପର ନେତୃତ୍ୱର ସେଭଳି କୌଣସି ମୁଁ କହିଲି ଆଉ ଶକ୍ତି ନାହିଁ। ଆଉ ଦ୍ୱିତୀୟରେ ଜିଲ୍ଲା ସ୍ତର ମାନଙ୍କରେ ଯେଉଁମାନେ ଅଛନ୍ତି, ଜିଲ୍ଲାର ଦ୍ୱିତୀୟ ଶ୍ରେଣୀ ନେତୃତ୍ୱ ରାଜ୍ୟରେ ଏବଂ ଜିଲ୍ଲାମାନଙ୍କରେ ଦରକାର। ଏବଂ ଯେଉଁ କଥାକଥିତ ପିଏସି କରିଛନ୍ତି ତାର ନିଜର କିଛି ଦାନ୍ତ ବି ନାହିଁ, ଶକ୍ତି ବି ନାହିଁ। ପ୍ରକୃତରେ ଯେଉଁ ଦ୍ୱିତୀୟ ଶ୍ରେଣୀ ନେତୃତ୍ୱ ଦରକାର, ଖାଲି ରାଜ୍ୟସ୍ତରରେ ଦରକାର, ଜିଲ୍ଲା ସ୍ତର ମାନଙ୍କରେ ଦରକାର। ତାର ବିକାଶ ପାଇଁ ଏବେ ସମୟ ଆସିଛି, ସେଇଟା ବିଜେଡି କରିପାରୁନି। ଅପରପକ୍ଷରେ ଆଉ କ୍ଷମତାରେ ନାହାନ୍ତି। ଏଇଟା ଦେଖିକି ଏବଂ ବିଜେପି ମଧ୍ୟ ଆଗ୍ରହୀ, ବିଜେପି କ୍ଷମତାରେ ଅଛି ଏବଂ ଚାହୁଁଛି ତାର ତୃଣ ସ୍ତର ସଂଗଠନ ସମ୍ପ୍ରସାରିତ ହେବ। କାରଣ 2017କୁ ତାଙ୍କୁ ମୁକାବିଲା କରିବାକୁ ପଡ଼ିବ ପଞ୍ଚାୟତ ନିର୍ବାଚନକୁ। ତା ପୂର୍ବରୁ ସାର୍ ଭଦ୍ରକ ଜିଲ୍ଲା ରାଜନୀତିରେ ଆପଣ କହିବେ କି ବଡ଼ ନେତା ଥିବା ପ୍ରଫୁଲ୍ଲ ସାମଲ ଆଉ ସଞ୍ଜୀବ ମଲ୍ଲିକ ୟାଙ୍କର ଦବଦବା କମୁଛି? ଦବଦବା ସେମାନଙ୍କର କହିଲି, ସେମାନେ ସବୁଙ୍କର ନେତୃତ୍ୱ କ୍ଷମତା ଉପରେ ପର୍ଯ୍ୟବେସିତ ଥିଲା। ସେମାନେ ଭଲ ସଂଗଠକ, ସେଟା ନିଶ୍ଚିତ କଥା ନାହିଁ। କ୍ଷମତା ନାହିଁ। ସବୁଠୁ ବଡ଼ କଥା ରାଜ୍ୟସ୍ତରୀୟ ନେତୃତ୍ୱର ଯେଉଁ ଆକର୍ଷଣକାରୀ ଶକ୍ତି ଥିଲା ସେଟା କମିଛି। ଆପଣ ନୂଆପଡ଼ାରେ ଦେଖିଲେ। ଦ୍ୱିତୀୟ କଥା ହେଉଛି
କ୍ଷମତା ତ ନାହିଁ ତୁ ଦଳର କ'ଣ ମାନେ କୋଉ ବେସିସ୍ରେ କୋଉ ସ୍ଲୋଗାନ ଭିତରେ ଦଳର ନେତାମାନଙ୍କୁ ସେମାନେ ଏକାଠି ରଖିପାରିବେ? ସେ ଦଳ ପାଖରେ କୌଣସି ନୀତି ବା ଆଦର୍ଶ ଅଛି କି? କୌଣସି କାର୍ଯ୍ୟକ୍ରମ ଅଛି କି? ଆପଣ 17 ମାସରେ ସରକାର କ'ଣ କରିଛି ଆମେ ପ୍ରଶ୍ନ କରୁଛେ। ଯଦି ପ୍ରଶ୍ନ କରାଯାଏ ବିରୋଧୀ ପକ୍ଷ ବିଜେଡି କ'ଣ କରିଛି, ଆପଣ କୋଉ କୋଉ କାର୍ଯ୍ୟକ୍ରମ ସେମାନେ ଲୋକଙ୍କ ପାଖକୁ ନେଇଛନ୍ତି, ଲୋକ ଭିତରେ ଜନଜାଗରଣ ସୃଷ୍ଟି ପାଇଁ ତାଙ୍କ ସପକ୍ଷରେ ଜନମତ ଆଣିବା ପାଇଁ କ'ଣ କରିଛନ୍ତି, ସେ ପ୍ରଶ୍ନ ପଚାରିଲେ ତାର କ'ଣ ଉତ୍ତର ସେମାନେ ଦେବେ? ବର୍ତ୍ତମାନ ତାଙ୍କର ଅଛି ଦଳକୁ କେମିତି ସଜାଡ଼ିବେ। କିନ୍ତୁ ନବୀନ ପଟ୍ଟନାୟକ ବର୍ତ୍ତମାନ ଯେ ଦଳର ଦ୍ୱିତୀୟ ଶ୍ରେଣୀର ନେତୃତ୍ୱ ସବୁ ସ୍ତରରେ ଦରକାର, ଜିଲ୍ଲା ସ୍ତରରେ ବି ଦରକାର ଏବଂ ସବୁ କଥା ବଡ଼ କଥା ହେଉଛି ଦଳ ପାଇଁ ଗୋଟେ ନିର୍ଦ୍ଦିଷ୍ଟ ନୀତି ଏବଂ ଆଦର୍ଶ ଓ କାର୍ଯ୍ୟକ୍ରମ ଦରକାର। ସେଇଟା ତ ବର୍ତ୍ତମାନ ସ୍ଥିର କରିପାରୁନାହାନ୍ତି, ଏପରି ଯିବେ କି ସେପରି ଯିବେ ସ୍ଥିର କରିପାରୁନାହାନ୍ତି। କ୍ଷମତାରେ ଚଳି ଯାଉଥିଲା, କ୍ଷମତା ଆଉ ବିକାଶ କଥା କହି, କିନ୍ତୁ ବର୍ତ୍ତମାନ କ୍ଷମତା ବିକାଶ କଥା ବିଜେପି କହିପାରିବ, ସେମାନେ କ୍ଷମତାରେ ଅଛନ୍ତି, ଇଏ କ'ଣ କହିବେ? ତାଙ୍କ ପାଇଁ କହିବା ପାଇଁ ଯୋଉ ରାସ୍ତା ଦରକାର ସେ ରାସ୍ତା ଏମାନେ ବର୍ତ୍ତମାନ ପରିଷ୍କାର କରୁନାହାନ୍ତି। ସାର୍ ଏବେ ଗୋଟେ ଚର୍ଚ୍ଚା ହଉଛି ଯେ ନୂଆପଡ଼ା ପରେ ମନମୋହନ ସାମଲ ଏବେ ଗୋଟେ ଅପରେସନ ଲୋଟସ୍ ଆରମ୍ଭ କରିଛନ୍ତି, ଯୋଉଥିରେ ତୃଣମୂଳ ସ୍ଥଳରେ ଯୋଉ ସଂଗଠନ ଥିଲା ବିଜେଡିର ତାକୁ ଭାଙ୍ଗିକି ବିଜେପିରେ ମିଶୁଛନ୍ତି। ୟାକୁ ନେଇ କ'ଣ କହିବେ? ନାଇଁ ମୁଁ ତ କହିଲି ଆପଣଙ୍କୁ ସେ କଥା ନା, ଏଇଟା ମନମୋହନ ସାମଲଙ୍କୁ ତ ଏମାନଙ୍କ ନିଷ୍ପତ୍ତି କରିଛନ୍ତି ଏବଂ କରିବା ସ୍ୱାଭାବିକ। ମୁଁ କହିଲି ବିଜେପିର ଏବେ ମଧ୍ୟ ତୃଣମୂଳ ସଂଗଠନ ସୁଦୃଢ଼ ନାହିଁ, କିନ୍ତୁ ପଞ୍ଚାୟତ ନିର୍ବାଚନ ତୃଣମୂଳ ସ୍ତର ସଂଗଠନକୁ ଯିବାକୁ ପଡ଼ିବ। ତୃଣମୂଳ ସ୍ତର ସଂଗଠନ ଏବେ ମଧ୍ୟ ବିଜେଡିର ଅନେକ ଜାଗାରେ ଶକ୍ତିଶାଳୀ ଅଛି, ତେଣୁ ତାକୁ ତ ଭାଙ୍ଗିଲେ ଏମାନଙ୍କୁ ତୃଣମୂଳ ସ୍ତର ସଂପ୍ରସାରିତ ହେବ। ଯଦି ଆପଣ ଦେଖିବେ ନୀତି ବା ଆଦର୍ଶ ଦୃଷ୍ଟିରୁ ବିଜେପି ଯୋଉ କଥା ବର୍ତ୍ତମାନ କହୁଛି କ୍ଷମତାରେ ରହି, ବିଜେଡି ଯେ କ୍ଷମତା ଥିଲା ସେଇ କଥା କହୁଥିଲା, ବିକାଶ କାର୍ଯ୍ୟକ୍ରମ ସେ କାର୍ଯ୍ୟକ୍ରମ ଏମାନେ ବି କରୁଛନ୍ତି, ଅସୁବିଧା କିଛି ନାହିଁ। ତେଣୁ ଦଳ ସ୍ତରରେ ଏବଂ ଯେଉଁମାନେ ତୃଣମୂଳ ସ୍ତରରେ ଦଳର ନେତାମାନେ ବିଜେଡିରେ ଅଛନ୍ତି ସେମାନେ କ୍ଷମତାଶୀଳ ଅବସ୍ଥାରେ କ୍ଷମତା ଆଧାରିତ ବ୍ୟବସ୍ଥାରେ ଥିଲେ। କ୍ଷମତା ଯେହେତୁ ନାହିଁ ସେ ଲୋକମାନେ କେତେ ଦିନ ରହିବେ, କାରଣ ଦଳ ପାଖରେ ନୀତି ନାହିଁ, ଆଦର୍ଶ ନାହିଁ, କାର୍ଯ୍ୟକ୍ରମ ବି ନାହିଁ।